ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଏବଂ ଶୁଭ ସକାଳ। ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଦଶମ ଶ୍ରେଣୀର ଇତିହାସ ବହିର ରାଜନୀତି ବିଜ୍ଞାନର ତୃତୀୟ ଅଧ୍ୟାୟ ସଡ଼କ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ ବିଷୟରେ ଆମେ ଅଧ୍ୟୟନ କରିବା। ଏହି ପାଠର ସବ୍ ଟପିକ୍ ଗୁଡ଼ାକ ରହିଛି ଆମର ସଡ଼କ ଦୁର୍ଘଟଣାର କାରଣ ଏବଂ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା, ସଡ଼କ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା, ବିଦ୍ୟାଳୟ ଛାତ୍ରଛାତ୍ରୀ ନିମନ୍ତେ ସଡ଼କ ନିରାପତ୍ତାର ମାର୍ଗଦର୍ଶନ, ମୋଟରଯାନ ସଂଶୋଧିତ ଆକ୍ଟ 2019 ଆଉ ଓଡ଼ିଶା ଗୁଡ୍ ସମରିଟାନ୍ ନୀତି 2018 ଏବଂ ଇନ୍ଧନ ସଂରକ୍ଷଣ ବିଷୟରେ ଆମେ ଅଧ୍ୟୟନ କରିବୁ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚିତ ରୂପରେ ବହୁତ କିଛି ଜାଣିପାରିବେ। ଯଦି ଏ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ ନାହିଁ ତେବେ ସବୁ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। ଏଣୁ ମୁଁ ଦୟାକରି ଅନୁରୋଧ କରୁଛି ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହା ଫଳରେ ଆପଣ ବହୁତ କିଛି ଜାଣିପାରିବେ। ମୁଁ ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ସ୍କ୍ରିନଟା ସେୟାର କରୁଛି, ଯାହା ଫଳରେ ସେୟାର କଲା ପରେ ଆପଣ ଦେଖିପାରିବେ। ବହିଟା ବାହାରିବ, ପିଡିଏଫଟା ବାହାରିବ। ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଆପଣଙ୍କର ରାଜନୀତି ବିଜ୍ଞାନ ତୃତୀୟ ଅଧ୍ୟାୟ ସଡ଼କ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ ଆସିଯାଇଛି। ଏ ପାଠକୁ ଆମେ ବର୍ତ୍ତମାନ ପ୍ରାଞ୍ଜଳ ଭାବରେ ଅଧ୍ୟୟନ କରିବା, ଯାହା ଫଳରେ ପିଲାମାନେ ତମେ ବୁଝିପାରିବ ଏବଂ ଏକ୍ଜାମରେ ସୁନ୍ଦର ଭାବରେ ଲେଖିପାରିବ। ରାଇଟ୍। ବର୍ତ୍ତମାନ ଆମେ ଡେରି ନକରି ଆମ ପାଠଟାକୁ ଆରମ୍ଭ କରିବା। ପାଠଟି ରହିଲା, ପ୍ରଥମ ଦେଖ ରହିଛି, ସମୟ ସ୍ରୋତରେ ମାନବ ସଭ୍ୟତା ନିରନ୍ତର ଭାବରେ ପରିବର୍ତ୍ତନଶୀଳ ହୋଇ ଚାଲିଛି। ଜନସଂଖ୍ୟା ବୃଦ୍ଧି, ବିକାଶ ପ୍ରକ୍ରିୟା, ସହରୀକରଣ, ଶିଳ୍ପାୟନ, ସଭ୍ୟତାର ଆଧୁନିକତା ଓ ଜୀବନ ଜୀବିକାର ବିବିଧତା ମଣିଷକୁ ଗତିଶୀଳ କରି ଚାଲିଛି। ବିକାଶ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଉପାଦାନ ତଥା ସଡ଼କ ଓ ପରିବହନ ଭଳି ଭିତ୍ତିଭୂମିର ପ୍ରସାର ମଣିଷର ଗତିଶୀଳତାକୁ ଅଧିକରୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରିଛି। ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ଓ ପରିବହନ ଏକ ମୌଳିକ ଆବଶ୍ୟକତା। ଅନ୍ୟ ପକ୍ଷରେ ପରିବହନ ଓ ମଣିଷର ଗତିଶୀଳତାର ପ୍ରଭାବରେ ସଂଗଠିତ ସଡ଼କ ଦୁର୍ଘଟଣା ପରିବ୍ୟାପ୍ତି ଓ ଭୟାବହତା ବିନାଶ ପ୍ରକ୍ରିୟାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି। ବିକାଶ ବନାମ ବିନାଶର ଅନ୍ତର୍ନିହିତ ଦ୍ୱନ୍ଦ୍ୱ ସ୍ପଷ୍ଟ ରହିଛି। ସଡ଼କ ଦୁର୍ଘଟଣାର ଅତି ସମ୍ବେଦନଶୀଳ ସମସ୍ୟା ଏବଂ ସଡ଼କ ସୁରକ୍ଷା ଏହାର ପ୍ରକୃଷ୍ଟ ନିରାକରଣର ବ୍ୟବସ୍ଥା। ପିଲାମାନେ ତମେ ଏଠି ଦେଖିଥିବ ଯେ ବର୍ତ୍ତମାନ ସମୟ ସ୍ରୋତର ମାନବ ସଭ୍ୟତା ନିରନ୍ତର ଭାବରେ ବଢ଼ି ଚାଲିଛି ଏବଂ ପରିବର୍ତ୍ତନ ହୋଇ ଚାଲିଛି। ଏହି ପରିବର୍ତ୍ତନ କ'ଣ? ଯେତେବେଳେ ଜନସଂଖ୍ୟା ବୃଦ୍ଧି ହେଉଛି, ବିକାଶ ପ୍ରକ୍ରିୟା ବିଭିନ୍ନ କ୍ଷେତ୍ରରେ ବିକାଶ ହେଉଛି, ସହରୀକରଣ ହେଉଛି, ଶିଳ୍ପାୟନ ହେଉଛି, ସଭ୍ୟତାର ଆଧୁନିକତା ହେଉଛି ଏବଂ ଜୀବନ ଜୀବିକାର ବିବିଧତା ମଣିଷକୁ କ'ଣ କରିଛି? ଗତିଶୀଳ କରିଛି, କ୍ରିୟାଶୀଳ କରିଛି। ଏବଂ ବିକାଶ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଅଙ୍ଗ ଦୁଇଟି ହେଉଛି ସଡ଼କ ଏବଂ ପରିବହନ। ଏହା ହେଉଛି ଭିତ୍ତିଭୂମିର ପ୍ରଗତିର ଭିତ୍ତିଭୂମି। ଏଣୁ ଏହି ପ୍ରକ୍ରିୟାକୁ ଆମେ କ୍ରିୟାଶୀଳ ଏବଂ ତ୍ୱରାନ୍ୱିତ କରିଛି। କିନ୍ତୁ ରାଜ୍ୟର ବିକାଶ ଆମର ଯେଉଁ ସଡ଼କ ପରିବହନ ବିନା ସମ୍ଭବ ହେଇପାରିବ ନାହିଁ। କିନ୍ତୁ ସଡ଼କ ଆଉ ପରିବହନ ଯେଉଁ ପରିମାଣରେ ଗତିଶୀଳତା ହୋଇଛି ବା ଅତି ପରିମାଣରେ ବୃଦ୍ଧି ହେଇଛି, ସେଠି ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ହେଉଛି। ଏଣୁ ଏହି ଦୁର୍ଘଟଣା ଆମେ ଦେଖିବା, ତେବେ ଆମର ଯେଉଁ ସଡ଼କ ଓ ପରିବହନର ବିକାଶ ହେଉଛି, ବିକାଶ ହେବା ସହିତ ଆମର ବିନାଶ ମଧ୍ୟ ହେଉଛି। ଏଣୁ ଏ ବିନାଶକୁ ରୋକିବା ପାଇଁ ଆମର ଗୋଟେ ମାତ୍ର ବ୍ୟବସ୍ଥା ହେଇଛି, ଆମର ଯେଉଁଟାକି ନିଜକୁ ଦୁର୍ଘଟଣା ସହିତ ସମ୍ବେଦନଶୀଳ ହେବା ଏବଂ ସଡ଼କ ସୁରକ୍ଷା ବିଷୟରେ ଜାଣିବା, ତାର ନିରାକରଣ ବିଷୟରେ ଜାଣିବା। ତ ପିଲାମାନେ ଏବେ ଆମେ ଦେଖିବା କ'ଣ? ସଡ଼କ ଦୁର୍ଘଟଣା କହିଲେ କ'ଣ ବୁଝ ଏବଂ ସଡ଼କ ଦୁର୍ଘଟଣା କେମିତି ହେଇଥାଏ, ଏ ବିଷୟରେ ଆମେ ଦେଖିବା। ସଡ଼କ ଦୁର୍ଘଟଣା ଏକ ଅପ୍ରାକୃତିକ ଘଟଣା। ସଡ଼କ ଓ ପରିବହନ ବ୍ୟବସ୍ଥାରେ ରହିଛି ବିଶେଷତଃ 5ଟି ପ୍ରମୁଖ ଉପାଦାନ।
ପିଲାମାନେ ସଡ଼କ ଦୁର୍ଘଟଣା ଗୋଟେ ହେଲା ଅପ୍ରାକୃତିକ ଘଟଣା। ଅପ୍ରାକୃତିକ ଘଟଣା ମାନେ କଣ? ଯଦି ଗୋଟେ ବ୍ୟକ୍ତି ବୟସ ହେଇନଥିବ କିମ୍ବା କୌଣସି ବ୍ୟାଧିରେ ପୀଡ଼ିତ ହେଇନଥିବ, କିନ୍ତୁ ସଡନଲି ଗୋଟେ ସୁସ୍ଥ ସବଳ ଲୋକ ଗାଡ଼ି ଚଲାଉଥିବ ଏବଂ ସଡନଲି ଦୁର୍ଘଟଣାଗ୍ରସ୍ତ ହେଇକି ସେ ମୃତ୍ୟୁବରଣ କରିବ, ତେବେ ତାହାକୁ ଅପ୍ରାକୃତିକ ଘଟଣା ବୋଲି କହିବା। ତ ଏ ସଡ଼କ ଏବଂ ପରିବହନରେ କେତୋଟି 5ଟି ମୁଖ୍ୟ ଉପାଦାନ ରହିଛି। ସେଗୁଡ଼ିକ ହେଲା ସଡ଼କ, ଗାଡ଼ି, ଗାଡ଼ି ଚାଲକ, ରାସ୍ତା ବ୍ୟବହାରକାରୀ ଏବଂ ପାରିପାର୍ଶ୍ୱିକ ବ୍ୟବସ୍ଥା। ଏ ସମସ୍ତ ଉପାଦାନ ମଧ୍ୟରେ କାର୍ଯ୍ୟକାରିତା ଓ ପରିଚାଳନାଗତ ସମନ୍ୱୟ ରହିଥାଏ ପ୍ରାଥମିକ ଆବଶ୍ୟକତା। ପିଲାମାନେ ଏହି ଦୁର୍ଘଟଣାର 5ଟି କାରଣ ମୁଖ୍ୟ କାରଣ ବୋଲି କୁହାଯାଉଛି। ସେ ହେଲା ସଡ଼କ, ଗାଡ଼ି, ଗାଡ଼ି ଚାଲକ, ରାସ୍ତା ବ୍ୟବହାରକାରୀ ଏବଂ ପାରିପାର୍ଶ୍ୱିକ ବ୍ୟବସ୍ଥା। ତ ଏହି ଉପାଦାନ ଗୁଡ଼ିକୁ ଯଦି ଆମେ ଭଲ ଭାବରେ କାର୍ଯ୍ୟକାରିତା କରିବା ବା ଭଲ ଭାବରେ ତାର ବ୍ୟବସ୍ଥା କରିବା, ତେବେ କିଛି ମାତ୍ରାରେ ଯେଉଁ ଦୁର୍ଘଟଣା ହେଉଛି ରୋକିପାରିବା। ଯେତେବେଳେ ସଡ଼କର ଦୁରାବସ୍ଥା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ି ଚାଲକ ଓ ରାସ୍ତା ବ୍ୟବହାରକାରୀ ମାନବୀୟ ତ୍ରୁଟି ଓ ଖରାପ ପ୍ରାକୃତିକ ପରିବେଶ ଯୋଗୁଁ ସମନ୍ୱୟର ସାମାନ୍ୟତମ ସାମାନ୍ୟତମ ତ୍ରୁଟି ବା ସାମାନ୍ୟତମ କଣ ହେଇଥାଏ? ସାମାନ୍ୟତମ ପିଲାମାନେ ଟିକିର ବିଶୃଙ୍ଖଳା କିମ୍ବା ବ୍ୟତିକ୍ରମ ଘଟିଥାଏ, ତ ସଡ଼କ ଦୁର୍ଘଟଣା ସଂଘଟିତ ହେଇଥାଏ। ସଡ଼କ ଉପରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ। ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ସଡ଼କ ଦୁର୍ଘଟଣାକୁ ଅତି ସମ୍ବେଦନଶୀଳ କରିଛି। ପିଲାମାନେ, ଯେଉଁ ସଡ଼କ ଦୁର୍ଘଟଣା ହେଇଛି, କଣ ପାଇଁ ସଡ଼କ ଦୁର୍ଘଟଣା ହେଇଛି ତୁମେ ମାନେ ଜାଣିପାରୁଥିବ। ସଡ଼କ ଦୁର୍ଘଟଣା ହେବାର ମୁଖ୍ୟ କାରଣ ଗୁଡ଼ାକ, ଯଦି ସଡ଼କରେ କୌଣସି ବ୍ୟତିକ୍ରମ ଘଟେ ବା ତାହାକୁ ଯଦି ଆମେ ଠିକ୍ ମୁହୂର୍ତ୍ତରେ ବା ଠିକ୍ ଭାବରେ ଯଦି ତାହାକୁ ସମ୍ବେଦନଶୀଳ ସହିତ ଯଦି ବିଚାର କରିବା ନାହିଁ, ତେବେ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ପ୍ରତି ବର୍ଷ ସାରା ବିଶ୍ୱରେ 5 ଲକ୍ଷରୁ ଅଧିକ, ଭାରତରେ 1.5 ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ 4,000ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି। ଲକ୍ଷାଧିକ ଲୋକ ଗୁରୁତର ଏବଂ ସାମାନ୍ୟ ଆହତ ହୋଇଥାନ୍ତି। ପିଲାମାନେ, ଯଦି ଆମେ ଷ୍ଟଡି କରିବା, ତେବେ ପୃଥିବୀ ସାରା 5 ଲକ୍ଷରୁ ଅଧିକ, ଭାରତରେ 1.5 ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ 4,000ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି ଏବଂ ଲକ୍ଷାଧିକ ଲୋକ ଗୁରୁତର ଓ ସାମାନ୍ୟ ଆହତ ହୋଇଥାନ୍ତି। ହଜାର ହଜାର ଲୋକ ଜୀବନ ଭରି ଅକର୍ମଣ୍ୟ ହୋଇଯାଇଥାନ୍ତି। ଦୁର୍ଘଟଣାର ଶିକାର ହେଇଥିବା ଲୋକ ଏବଂ ସେମାନଙ୍କର ପରିବାରର ଜୀବନ ଶୈଳୀ, ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୁଏ ଏବଂ ଦୁର୍ଘଟଣା ଜନିତ ଧନ ଓ ସମ୍ପତ୍ତିର କ୍ଷୟକ୍ଷତିର ଆକଳନ ନାହିଁ। ଏଥିରୁ ସଡ଼କ ସୁରକ୍ଷା ଗୁରୁତ୍ୱ ଅନୁମେୟ। ପିଲାମାନେ, ଯଦି ଆମର ଲକ୍ଷ ଲକ୍ଷ ଲୋକ ମରିବା ସହିତ ବିଭିନ୍ନ ଲୋକ ଅକର୍ମଣ୍ୟ ହେଇଯାଇଥାନ୍ତି ଏବଂ ଆମେ ଧନ ସମ୍ପତ୍ତିର କ୍ଷୟକ୍ଷତିକୁ ଆକଳନ କରିବା, ତେବେ ଜାଣିପାରିବ ଯେ ଧନ ସମ୍ପତ୍ତି କିଛି ନୁହେଁ, କେତେ ଯେ ଧନ ସମ୍ପତ୍ତି ନଷ୍ଟ ହେଉଛି ଏହି ସଡ଼କ ଦୁର୍ଘଟଣା ନିମନ୍ତେ ତମେ ଜାଣିପାରୁଥିବ। ତେଣୁ ଆମେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କିଛି ସତର୍କତା ରହିବା ନିହାତି ଦରକାର। ଏଣୁ ସଡ଼କ ଦୁର୍ଘଟଣାର କାରଣ, ମୁଖ୍ୟ କାରଣ ଗୁଡ଼ାକ କଣ, ଏ ବିଷୟରେ ଆମେ ଜାଣିବା। ତ ଚାଲ ଦେଖିବା କଣ ସଡ଼କ ଦୁର୍ଘଟଣାର କାରଣ। ସଡ଼କ ଦୁର୍ଘଟଣାର କାରଣ ଗୁଡ଼ାକ ହେଲା ଜନସଂଖ୍ୟା ବୃଦ୍ଧି, ଗତିଶୀଳତା, ଯାନବାହନ ସଂଖ୍ୟାର ଅହେତୁକ ବୃଦ୍ଧି, ଗାଡ଼ି ଓ ସଡ଼କ ନିର୍ମାଣରେ ଅତ୍ୟାଧିକ ବିଜ୍ଞାନ କୌଶଳ ଓ ପ୍ରଯୁକ୍ତି ସମ୍ବନ୍ଧରେ ଗାଡ଼ି ଚାଲକଙ୍କର ଅଜ୍ଞତା, ବ୍ୟବସାୟିକ ଗାଡ଼ି ଚାଲକମାନେ ଚାଳନାରେ ପ୍ରତିଯୋଗିତା ମୂଳକ ମନୋଭାବ ଏବଂ ସଡ଼କ ଉପରେ ବିଶୃଙ୍ଖଳିତ ବ୍ୟବହାର ଆଦି ସଡ଼କ ଦୁର୍ଘଟଣାର ସମ୍ଭାବନାର ଚାପକୁ ବୃଦ୍ଧି କରିଛି। ପିଲାମାନେ, କଣ ତମେ ଜାଣିଥିବ ଯେ ସଡ଼କ ଦୁର୍ଘଟଣାର କାରଣ ଗୁଡ଼ାକ କଣ? ଯେମିତିକି ଜନସଂଖ୍ୟା ଅତି ପରିମାଣରେ ବୃଦ୍ଧି ହେଉଛି, ଯାହା ଫଳରେ କି ଲୋକମାନଙ୍କର ଚାହିଦା ବୃଦ୍ଧି ହେଇଛି, ଗତିଶୀଳତା ବୃଦ୍ଧି ହେଇଛି, ଯାନବାହନ ପୁରା ଅହେତୁକ ଭାବରେ ବୃଦ୍ଧି ହେଇଛି। ଗାଡ଼ି ଓ ସଡ଼କ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ପ୍ରଯୁକ୍ତି ସମ୍ବନ୍ଧରେ ଗାଡ଼ି ଚାଲକଙ୍କର କଣ ଅଜ୍ଞତା, ତାଙ୍କ ବିଷୟରେ ଏତେ ନଲେଜ ନଥାଏ ଏବଂ ବ୍ୟବସାୟିକ ଗାଡ଼ି ଚାଳନାରେ ଯେଉଁ ପ୍ରତିଯୋଗିତା ମୂଳକ ଭାବରେ ଯେଉଁ ମନୋଭାବ ଅଛି ଏବଂ ଏହାକୁ ବିଶୃଙ୍ଖଳିତ ବ୍ୟବହାର ଆଦି ସଡ଼କ ଦୁର୍ଘଟଣାର ସମ୍ଭାବନାର ଚାପକୁ ବୃଦ୍ଧି କରିଚାଲିଛି। ଏବଂ ସାମଗ୍ରିକ ଭାବରେ
ଭାବରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ ରହିଛି କ'ଣ? ଆମର ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ି ଚାଲକ ଓ ରାସ୍ତା ବ୍ୟବହାରକାରୀଙ୍କର ମନୁଷ୍ୟକୃତ ତ୍ରୁଟି ଏବଂ ପାରିପାର୍ଶ୍ୱିକ ବ୍ୟବସ୍ଥାର ତ୍ରୁଟି। କେତୋଟି ତ୍ରୁଟି ରହିଛି କ'ଣ? ଗୋଟେ ନମ୍ବର, ଏକ ନମ୍ବର ହେଲା ମାନେ ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ି ଚାଲକ ଓ ରାସ୍ତା ବ୍ୟବହାରକାରୀଙ୍କର ମନୁଷ୍ୟକୃତ ତ୍ରୁଟି ଓ ପାରିପାର୍ଶ୍ୱିକ ବ୍ୟବସ୍ଥା ତ୍ରୁଟି। ଏଇ ତ୍ରୁଟି ଲାଗି ଆମ ସଡ଼କ ଦୁର୍ଘଟଣା ହେଇଥାଏ। ବର୍ତ୍ତମାନ ପିଲାମାନେ ଆମେ ଦେଖିବା କୋଉ କୋଉ ତ୍ରୁଟି। ଏକ ନମ୍ବରରେ ରହିଲା ଆମର ମାନବ ତ୍ରୁଟି, ମାନବୀୟ ତ୍ରୁଟି। ମାନବୀୟ ତ୍ରୁଟି କ'ଣ? ଗାଡ଼ି ଚାଲନା, ଓକେ, ଗାଡ଼ି ଚାଲନା ସମୟରେ କ'ଣ ହେଇଥାଏ? ଗାଡ଼ି ଚାଲନା ସମୟରେ ପିଲାମାନେ କ'ଣ ହେଇଥାଏ? ଚାଲକର ଦକ୍ଷତା, ଚାଲକଙ୍କର ଦକ୍ଷତା, ଯୋଗ୍ୟତା ଓ ମାନ୍ୟତାର ଅଭାବ। ଗାଡ଼ି ଚାଲକ ପାଖରେ ଯୋଉ ଯୋଗ୍ୟତା ନଥିବ ସେ ଗାଡ଼ି ଚଲାଉଥିବ, ତାର ଯୋଉ ଦକ୍ଷତା ନଥିବ, ଯୋଗ୍ୟତା ନଥିବ ଏବଂ ତାର ମାନ୍ୟତା ନଥିବ। ଯେମିତିକି ଅଣ୍ଡର ଏଜ୍ ପିଲାମାନେ, ଯାହାର ଅଭାବ ଥିବା ସତ୍ତ୍ୱେ ମଧ୍ୟ ଗାଡ଼ି ଚଲାନ୍ତି। ଟ୍ରାଫିକ ନିୟମ ସମ୍ବନ୍ଧରେ ସେ କିଛି ଜାଣନ୍ତି ନାହିଁ ବା ଅଜ୍ଞତା ଥାନ୍ତି। ଅନିୟମିତତା ଓ ଅନ୍ୟମନସ୍କତା ଓ ବେଖାତିର ଭାବରେ ଦ୍ରୁତ ଗତି ଓ ବେପରୁଆ ଭାବରେ ଗାଡ଼ି ଚଲାଇବାର ମାନସିକତା, ମଦ୍ୟପାନ, ମୋବାଇଲ ଫୋନ ବ୍ୟବହାର, ହେଲମେଟ ଓ ସିଟ୍ ବେଲ୍ଟ ପିନ୍ଧିବାରେ ଅବହେଳା, ସ୍ୱାସ୍ଥ୍ୟ ଓ ମନ ଉପରେ ନିୟନ୍ତ୍ରଣର ଅଭାବ, ରାସ୍ତା ଉପରେ ବିଶୃଙ୍ଖଳିତ ଆଚରଣ, ଅନ୍ୟ ରାସ୍ତା ବ୍ୟବହାରକାରୀ ଓ ଗାଡ଼ି ଚାଲକଙ୍କ ପ୍ରତି ନଜର, ସହନଶୀଳତା ଓ ବିଚାର ଶକ୍ତିର ଅଭାବ ଇତ୍ୟାଦି ଦୁର୍ଘଟଣାର ଅଭାବ, ଓକେ, ସମ୍ଭାବନାକୁ ନିଶ୍ଚିତ କରିଥାଏ। ପିଲାମାନେ ଏଇଠି ଦେଖୁଛ, ଯଦି କୌଣସି ଗାଡ଼ି ଚାଲକର ଦକ୍ଷତା ନଥିବ, ଯୋଗ୍ୟତା ନଥିବ, ମାନ୍ୟତାର ଅଭାବ ଥିବ ଏବଂ ଟ୍ରାଫିକ ନିୟମ ବିଷୟରେ କିଛି ଜାଣିନଥିବ, ଅନିୟମିତ ବା ଅନ୍ୟମନସ୍କ ଭାବରେ ଚଲାଉଥିବ, ବେଖାତିର ଭାବରେ ଚଲାଉଥିବ, ଦ୍ରୁତ ଗତିରେ ସ୍ପିଡରେ ଗାଡ଼ି ଚଲାଉଥିବ, ବେପରୁଆ ଭାବରେ ଚଲାଉଥିବ, ତାର ମାନସିକ ସନ୍ତୁଳନ ହରାଇ ବସିବ, ମଦ ପିଇକି ଚଲେଇବ, ମୋବାଇଲ ଫୋନ ବ୍ୟବହାର କରି ଚଲେଇବ, ହେଲମେଟ ସିଟ୍ ବେଲ୍ଟ ଲଗେଇ ପିନ୍ଧିବ ନାହିଁ ଏବଂ ତାର ସ୍ୱାସ୍ଥ୍ୟ ଠିକ ନଥିବ, ଗାଡ଼ି ଚଲାଉଥିବ, ତାହେଲେ ନିୟନ୍ତ୍ରଣ ରଖିବ ନାହିଁ। ରାସ୍ତାରେ ବିଶୃଙ୍ଖଳତା ଆଚରଣ, ଯେତେବେଳେ ଲୋକମାନେ ରାସ୍ତା ଉପରେ ବିଶୃଙ୍ଖଳିତ ହେଇଥାନ୍ତି, ଝଗଡ଼ା ଲାଗିଥାନ୍ତି, ରୁଣ୍ଡ ହେଇଥାନ୍ତି, ଧାଡ଼ି ଧାଡ଼ି ଚାଲିଥାନ୍ତି କିମ୍ବା ରାସ୍ତାର ବ୍ୟବହାର ମାନେ କିଛି ଇଆଡ଼େ ସିଆଡ଼େ ନ ଦେଖିକି ଇଆଡ଼େ ସିଆଡ଼େ ଦୌଡ଼ୁଥାନ୍ତି, ତେବେ ନିଶ୍ଚିତ ରୂପରେ ଦୁର୍ଘଟଣା ହେବ। ଏହାକୁ ଆମେ ମାନବୀୟ ତ୍ରୁଟି ବୋଲି କହିବା। ତାପରେ ଦ୍ୱିତୀୟ ନମ୍ବର ପଏଣ୍ଟ ଆମେ ଦେଖିବା। 2 ନମ୍ବର ପଏଣ୍ଟରେ କ'ଣ ରହିଛି ପିଲାମାନେ? ସଡ଼କର ତ୍ରୁଟି। ଆମେ କେବଳ ମାନବୀୟ ତ୍ରୁଟି କହିଲେ ହେବ ନାହିଁ, ସଡ଼କର ତ୍ରୁଟି ମଧ୍ୟ ରହିଛି। ସଡ଼କ ତ୍ରୁଟି କ'ଣ ରହିଛି? ଓକେ, ବିକାଶ ଚାହିଦା, ଯାନବାହନ ସଂଖ୍ୟା ବୃଦ୍ଧି, ଯାତ୍ରୀ ଓ ମାଲ ପରିବହନ ଘନତ୍ୱ ଆଦି ପ୍ରକ୍ରିୟା ସମୂହକୁ ବିଚାରକୁ ନେଇ ବିଜ୍ଞାନ, ପ୍ରଯୁକ୍ତି, ବୈଷୟିକ ଓ ଇଞ୍ଜିନିୟରିଂ ପ୍ରଣାଳୀରେ ଜାତୀୟ ରାଜପଥରୁ ଗ୍ରାମ୍ୟ ସଡ଼କ ପଥ ପର୍ଯ୍ୟନ୍ତ ବିବିଧ ପ୍ରକାର ସଡ଼କ ନିର୍ମାଣ କରାଯାଏ। ରାସ୍ତା ନିର୍ମାଣ, ଡିଜାଇନ, ରକ୍ଷଣାବେକ୍ଷଣ, ସମ୍ପ୍ରସାରଣରେ ଅବହେଳା ଏବଂ ଅଦୃଶ୍ୟମାନ ଟ୍ରାଫିକ ସଂକେତ ଇତ୍ୟାଦି, ଓକେ, ଅତ୍ୟାଧିକ ଭାରୀ ମାଲ ପରିବହନ ଆଦି ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥାଏ। ପିଲାମାନେ, ସଡ଼କ ତ୍ରୁଟି, ବିକାଶ ଆମ ଚାହିଦାକୁ ଆମେ ଯୋଉ ଯାନବାହନ ଯୋଉ ପରିମାଣରେ ବୃଦ୍ଧି ହେଇଛି ଏବଂ ଯାତ୍ରୀ ଯୋଉ ମାଲ ପରିବହନର ଘନତ୍ୱ ବୃଦ୍ଧି ହେଇଛି, ତେବେ ଯୋଉ ରାସ୍ତାଘାଟର ଯୋଉ ନିର୍ମାଣ ହେବା କଥା, ଯୋଉ ଡିଜାଇନ ହେବା କଥା, ରକ୍ଷଣାବେକ୍ଷଣ ହେବା କଥା, ସଂପ୍ରସାରଣ ହେବା ଦରକାର, ସେଇଭଳି ହେଇପାରୁନାହିଁ ଏବଂ ଯୋଉଠି ସଂକେତ ରହିଛି ଯାହାକି ଅଦୃଶ୍ୟମାନର ସଂକେତ ହେଇଛି, ଲୋକ ଜାଣିପାରିବେ ନାହିଁ, ଯାହା ଫଳରେ କି ଓକେ ଆକ୍ସିଡେଣ୍ଟ ହେବା ବା ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତାପରେ ପିଲାମାନେ 3 ନମ୍ବର ପଏଣ୍ଟକୁ ଆମେ ଦେଖିବା। 3 ନମ୍ବର ପଏଣ୍ଟ କ'ଣ ରହିଛି? 3 ନମ୍ବର ପଏଣ୍ଟ ହେଲା ଗାଡ଼ିର ଯାନ୍ତ୍ରିକ ତ୍ରୁଟି। ଯଦି ଗାଡ଼ିର ଯାନ୍ତ୍ରିକ ତ୍ରୁଟି ରୁହେ, ତେବେ ସଡ଼କ ଦୁର୍ଘଟଣା ହେବାର ମଧ୍ୟ ସମ୍ଭାବନା ରହିଥାଏ। ସେ ଯାନ୍ତ୍ରିକ ତ୍ରୁଟି ହେଲା ଓକେ, ଯନ୍ତ୍ର ଚାଳିତ ଗାଡ଼ିର ବ୍ରେକ୍ ଫେଲ୍ ହେଇଯିବା, ଇଞ୍ଜିନ ଖରାପ ହେଇଯିବା, ଇଲେକ୍ଟ୍ରିକ ଖରାପ ହେଇଯିବା, ଷ୍ଟିଅରିଂ କାମ ନ କରିବା, ତୈଳ ଗ୍ୟାସ କିଛିର ପ୍ରଭାବ ପକାଇବା ପ୍ରଭୃତି, ଗତିର ବେଗ, ମାଲ ଯାତ୍ରୀ ପରିବହନ ଦକ୍ଷତା, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ରାସ୍ତାର ଅବସ୍ଥା ଆଦିର ବ୍ୟତିକ୍ରମ କିମ୍ବା ତ୍ରୁଟି ପରିଲକ୍ଷିତ ହେଲେ ଦୁର୍ଘଟଣା ଘଟିତ ହୋଇଥାଏ। ତ ଜାଣିଛ, ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଯଦି ହେବ, ନିଶ୍ଚିତ ରୂପରେ କ'ଣ ହେବ? ଦୁର୍ଘଟଣା ହେବାର ସମ୍ଭାବନା ହୋଇଛି। ତାପରେ ପିଲାମାନେ ଆମେ ଦେଖିବା 4 ନମ୍ବର ପଏଣ୍ଟ।
ପାରିପାର୍ଶ୍ୱିକ ଅବସ୍ଥାରେ ତ୍ରୁଟି। ପାରିପାର୍ଶ୍ୱିକ ଅବସ୍ଥା ମାନେ କ'ଣ? ଯଦି କୌଣସି ବର୍ଷା ହୁଏ, ଝଡ଼ ହୁଏ, କୁହୁଡ଼ି ପଡ଼ିଥାଏ, ବରଫାବୃତ ହୁଏ, ଧୂଆଁଜାତ ଏବଂ ଆଦି ପ୍ରାକୃତିକ ବିପର୍ଯ୍ୟୟ ବହୁ ସମୟରେ ଦୁର୍ଘଟଣାର କାରଣ ହୋଇଥାଏ। ରାସ୍ତା ଉପରେ ଜବରଦଖଲ, ରାସ୍ତା ପାର୍ଶ୍ୱରେ ସ୍କୁଲ, କଲେଜ ଅବସ୍ଥିତି, ପାର୍କିଂ ବ୍ୟବସ୍ଥାର ଅଭାବ ଆଦି ପ୍ରତିକୂଳ ପରିବେଶ ମଧ୍ୟରୁ ଦୁର୍ଘଟଣା କରିବାର ସମ୍ଭାବନା ହୋଇଥାଏ। ପିଲାମାନେ ଯଦି କୌଣସି ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ହେଇଥାଏ, ସେ ଜାଗାରେ ମଧ୍ୟ ଦୁର୍ଘଟଣା ହେବାର ବହୁତ ସମ୍ଭାବନା ଥାଏ। ଏଣୁ ସେଟାକୁ ଆମେ କିଛି ଏଡ଼େଇ ପାରିବା ନାହିଁ। କିନ୍ତୁ ସେତେବେଳେ କ'ଣ, ଯେତେବେଳେ କୁହୁଡ଼ି ଦେଇଥାଏ, ବର୍ଷା ହେଉଥାଏ, ସେ ସମୟରେ ଆମକୁ ଟିକେ ସତର୍କତା ଯଦି ଅବଲମ୍ବନ କରିବା, ତେବେ ଦୁର୍ଘଟଣାରୁ ରୋକିପାରିବା। କିଛି ଆନୁଷାଙ୍ଗିକ କାରଣ ଦୁର୍ଘଟଣା ନିମନ୍ତେ ସହାୟକ ହୋଇଥାଏ। ଯାନବାହନର ବିବିଧ ପ୍ରକାର ଭେଦ, ଅତ୍ୟାଧୁନିକ ଶିଳ୍ପବିଦ୍ୟା ଏବଂ ଏହା ଉପରେ ଚାଲକମାନଙ୍କର ଅଭିଜ୍ଞତା ଜ୍ଞାନର ଅଭାବ, ଯାତ୍ରୀ ଓ ମାଲ ପରିବହନ ବିବିଧତା, ଅନୁମୋଦିତ ସୀମାଠାରୁ ଅଧିକ ଯାତ୍ରୀ ଓ ମାଲ ପରିବହନ କରିବା, ରାସ୍ତା ଉପରେ ଗୃହପାଳିତ ପଶୁମାନଙ୍କର ଯାତାୟାତ, ଯାନବାହନ ସଂଖ୍ୟା ବୃଦ୍ଧି ଆଦି ସଡ଼କ ଦୁର୍ଘଟଣା ନିମନ୍ତେ ଉତ୍ତରଦାୟୀ ହୋଇ ରହିଥାନ୍ତି। ପିଲାମାନେ ବହୁତ କିଛି କାରଣ ଅଛି ଯାହା ଫଳରେ କି ସଡ଼କ ଦୁର୍ଘଟଣା ହେଇପାରିବ। ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଏବଂ ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟ ରହିଛି। ବର୍ତ୍ତମାନ ଆମେ ଦେଖିବା ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା। ସଡ଼କ ଦୁର୍ଘଟଣା ହେଲେ କୋଉ ପ୍ରକାର ଭୟାବହତା ହେଇଥାଏ ସେ ବିଷୟରେ ଆମେ ଦେଖିବା। ରାଇଟ୍। ସମ୍ପ୍ରତି ଓଡ଼ିଶା ରାଜ୍ୟରେ ପ୍ରାୟ 2,65,000 କିଲୋମିଟର ରାସ୍ତା ଜାତୀୟ ରାଜପଥ ଠାରୁ ଗ୍ରାମ୍ୟ ରାସ୍ତା ପର୍ଯ୍ୟନ୍ତ ଉପରେ ପ୍ରାୟ 72 ଲକ୍ଷ ଗାଡ଼ି ଚଳପ୍ରଚଳନ କରୁଛି। ପ୍ରତିବର୍ଷ ଯାନବାହନ ସଂଖ୍ୟା ପ୍ରାୟ 10% ବୃଦ୍ଧି ପାଉଥିଲା ବେଳେ ରାସ୍ତାର ଦୈର୍ଘ୍ୟ ପ୍ରସ୍ଥ 1%ରୁ କମ୍ ବୃଦ୍ଧି ପାଉଛି। ପିଲାମାନେ ତମେ ଜାଣିଥିବ, ଯଦି ଆମ ଓଡ଼ିଶାରେ 2,65,000 କିଲୋମିଟର ରାସ୍ତା ରହିଛି ଜାତୀୟ ରାଜପଥରୁ ନେଇକି ଗ୍ରାମ ପର୍ଯ୍ୟନ୍ତ ଏବଂ 72 ଲକ୍ଷ ଗାଡ଼ି ଚଳପ୍ରଚଳନ ଚାଲିଛି। ହେଲେ ଯେଉଁ ପ୍ରତିବର୍ଷ 10% ଯେଉଁ ଗାଡ଼ି ଯାନବାହନ ବୃଦ୍ଧି ଚାଲିଛି, ସେଇ ପରିମାଣରେ ଆମର ରାସ୍ତାର ଦୈର୍ଘ୍ୟ ପ୍ରସ୍ଥକୁ ବୃଦ୍ଧି କରାଯାଇ ପାରୁନାହିଁ। ଯାହା ଫଳରେ କ'ଣ ହେଉଛି, ରାଜ୍ୟର ବାର୍ଷିକ ଆୟ 10,000ରୁ ଅଧିକ ସଡ଼କ ଦୁର୍ଘଟଣାର 4,000ରୁ ଅଧିକ ମୃତ ଆହତ ଏବଂ 10,000ରୁ ଅଧିକ ଆହତ ହେଉଛନ୍ତି। ଦୁର୍ଘଟଣାର ଭୟାବହତା ଅଧିକ ଚିନ୍ତାର କାରଣ ହୋଇ ଚାଲିଛି। ପ୍ରତି 100 ଦୁର୍ଘଟଣାରେ ଓଡ଼ିଶାରେ 45 ଜଣ ମୃତାହତ ହୁଅନ୍ତି। ପିଲାମାନେ ଯଦି 100ଟି ଦୁର୍ଘଟଣା ହୁଏ, ସେଇ 100ଟି ଦୁର୍ଘଟଣା ମଧ୍ୟରୁ ନିଶ୍ଚିତ ରୂପରେ 45 ଜଣ ମୃତ୍ୟୁବରଣ କରିବାର ନିଶ୍ଚିତ। ମାନେ କେବଳ ରାଜପଥ ମାନଙ୍କରେ 40ରୁ ଅଧିକ ପ୍ରତିଶତ ଦୁର୍ଘଟଣା ଘଟୁଛି। ସମସ୍ତ ଯାନବାହନ ସଂଖ୍ୟାର 80% ଦୁଇ ଚକିଆ ଗାଡ଼ି ବାହିକା ପ୍ରାୟତଃ ଯୁବ ଗୋଷ୍ଠୀ ହୋଇଥାନ୍ତି। ପିଲାମାନେ ଯେତେବେଳେ 100%ରୁ 80% ପିଲା କିଏ ହେଇଥାନ୍ତି? ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ଯୁବ ଗୋଷ୍ଠୀ। ବିଶେଷ କରି ଦୁଇ ଚକିଆ ଗାଡ଼ି, ଅଟୋ ରିକ୍ସା, ବସ୍ ଆଦି ଅତି ଦୁର୍ଘଟଣା ପ୍ରବଣ। ଏହା ଦ୍ୱାରା ମୃତ୍ୟୁର ହାର ଅଧିକ ହୋଇଥାଏ। ଦୁଇ ଚକିଆ ଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନଥାଏ। ଏଣୁ ହେଲମେଟ୍ ନ ପିନ୍ଧିବା କାରଣରୁ ଅନେକ ଯୁବ ଚାଳକ ଦୁର୍ଘଟଣାର ମୃତ୍ୟୁବରଣ ହୋଇଥାଏ ଏବଂ ଜୀବନ ବ୍ୟାପୀ ଅକର୍ମଣ୍ୟ ହେବାର ସମ୍ଭାବନା ଥାଏ। ତ ଉଲ୍ଲେଖନୀୟ। ଏଣୁ ଆମେ କ'ଣ ଏଠି ଶିଖିଲୁ ପିଲାମାନେ? ଆମେ ଶିଖିଲୁ ଯେ ଏହା ଭାବେ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା 95% କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହେଇଥାଏ। ଏବଂ ସଡ଼କ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା। ପିଲାମାନେ ଆମେ ଯଦି ଏଇ ସଡ଼କ ଦୁର୍ଘଟଣାକୁ ଯଦି ଏଡ଼େଇବା, ହେଲେ କୋଉ ବ୍ୟବସ୍ଥା କରିବା ନିହାତି ଦରକାର, ଯାହା ଫଳରେ କି ଆମେ କ'ଣ ସଡ଼କ ଦୁର୍ଘଟଣାରୁ ରୋକିପାରିବା। ତ ସଡ଼କ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ'ଣ ରହିଛି? ଦେଖ, ଆମେ ଦେଖିବା ସଡ଼କ ଦୁର୍ଘଟଣାର ସମ୍ବେଦନଶୀଳତା ହିଁ ସଡ଼କ ସୁରକ୍ଷାର ଚିନ୍ତନ, ମନ୍ଥନ ଏବଂ ବ୍ୟବସ୍ଥାକୁ ଦୃଢ଼ୀଭୂତ କରିଛି। ଯୋଜନାବଦ୍ଧ ଭାବରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ବ୍ୟକ୍ତିଗତ ସ୍ତରରେ ଦୁର୍ଘଟଣା ନିରାକରଣ ବ୍ୟବସ୍ଥା କ୍ରମାଗତ ଭାବରେ ଅଧିକ କ୍ରିୟାଶୀଳ ଓ
ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି। ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ବିଶେଷ କରି 3ଟି ବର୍ଗରେ ବିଭକ୍ତ କରାଯାଇଛି। ତାହା ହେଲା ଶିକ୍ଷା, ବଳବତ୍ତକରଣ, ଆଉ ଗୋଟେ ହେଲା ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଓ ଭିତ୍ତିଭୂମି ବ୍ୟବସ୍ଥା। ପିଲାମାନେ ଏଠି ରହିଛି, ଯଦି ଆମେ ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ବିଶେଷ କରି ଧ୍ୟାନ ଦେବା, ତେବେ 3ଟି ଜିନିଷକୁ ବେଶୀ ଧ୍ୟାନ ଦେବା ଉଚିତ। ଗୋଟେ ହେଲା ଶିକ୍ଷା ୟାନି ଏଜୁକେସନ, ବଳବତ୍ତକରଣ ବା ଏନଫୋର୍ସମେଣ୍ଟ, ବିଜ୍ଞାନ ଓ ବୈଷୟିକ ଜ୍ଞାନର କୌଶଳ ଦ୍ୟାଟ୍ ମିନ୍ସ ଇଞ୍ଜିନିୟରିଂ କୁ ଭିତ୍ତିଭୂମିର ବ୍ୟବସ୍ଥା ରହିଛି। ତ ପିଲାମାନେ ଏବେ ବର୍ତ୍ତମାନ ଆମେ ଗୋଟେ ପରେ ଗୋଟେ ଦେଖିବା ଶିକ୍ଷାର ଭୂମିକା କ'ଣ ରହିଛି। ଦେଖ ବର୍ତ୍ତମାନ ମୁଁ ଦେଖିବି ଶିକ୍ଷା 1 ନମ୍ବର ଯୋଉଟା ରହିଛି ଶିକ୍ଷା ଏଡ଼େଇବାର ଓକେ ଦୁର୍ଘଟଣା ଏଡ଼େଇବାର ଗୋଟିଏ ମୁଖ୍ୟ କାରଣ ହେଉଛି ଶିକ୍ଷା। ସୁରକ୍ଷିତ ଓ ଶୃଙ୍ଖଳିତ ଯାତ୍ରା ନିମନ୍ତେ କେନ୍ଦ୍ରୀୟ ମୋଟରଯାନ ଆକ୍ଟ ଏବଂ ନିୟମ, ରାଜ୍ୟସ୍ତରୀୟ ଟ୍ରାଫିକ ନିୟମ, ଭାରତୀୟ ପେନାଲ କୋଡ୍ ଆଇପିସି ଆଦି ବିସ୍ତୃତ ଆଇନ ଓ ନିୟମାବଳୀ ରହିଛି। ନିୟମିତ ଶିକ୍ଷା, ଜନସଚେତନତା ଓ ପ୍ରଶିକ୍ଷଣ ମାଧ୍ୟମରେ ପ୍ରତ୍ୟେକ ରାସ୍ତା ଯାନ ବ୍ୟବହାରକାରୀଙ୍କୁ ଗାଡ଼ି ଚାଳକ, ଯାତ୍ରୀ, ପଦଚାରୀ ଇତ୍ୟାଦି ଟ୍ରାଫିକ ନିୟମ, ଟ୍ରାଫିକ ଶୃଙ୍ଖଳା ଏବଂ ଟ୍ରାଫିକ ବ୍ୟବହାର ସମ୍ବନ୍ଧରେ ଶିକ୍ଷିତ, ଅବଗତ ଏବଂ ଦକ୍ଷ କରିବା ନିମନ୍ତେ ସଡ଼କ ନିରାପତ୍ତା ବ୍ୟବସ୍ଥା ପ୍ରମୁଖ କାର୍ଯ୍ୟକ୍ରମ ରହିଛି। ପିଲାମାନେ ଗଭର୍ଣ୍ଣମେଣ୍ଟ ଦ୍ୱାରା କେନ୍ଦ୍ର ସରକାର ହଉ ୟା ରାଜ୍ୟ ସରକାର ହଉ ଅନେକ ବ୍ୟବସ୍ଥା ରହିଛି। ବିଶେଷ କରି ଗାଡ଼ି ଚାଳକ ମାନଙ୍କ ନିମନ୍ତେ ଗାଡ଼ି ଚାଳନାର ପ୍ରକୃଷ୍ଟ ପ୍ରଣାଳୀ, ସ୍ୱାସ୍ଥ୍ୟ ନିରୀକ୍ଷା, ଚକ୍ଷୁ ପରୀକ୍ଷା, ପ୍ରାଥମିକ ଚିକିତ୍ସା ଇତ୍ୟାଦି ନିୟମିତ ଭାବରେ କାର୍ଯ୍ୟକାରୀ ହେଉଛି। ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ଆଦି ସଡ଼କ ସୁରକ୍ଷାର ଶିକ୍ଷା କାର୍ଯ୍ୟକ୍ରମ ପ୍ରମୁଖ ମାଧ୍ୟମ ଅଟନ୍ତି। ସମସ୍ତ ବର୍ଗର ଦୁର୍ଘଟଣା ପ୍ରବଣ ଗାଡ଼ି ଚାଳକ ଏବଂ ଯୁବଗୋଷ୍ଠୀ ଚାଳକମାନଙ୍କ ନିମନ୍ତେ ଶିକ୍ଷା କାର୍ଯ୍ୟକ୍ରମ ଅତି ଗୁରୁତ୍ୱପୂର୍ଣ୍ଣ। ବିନା ଶିକ୍ଷାରେ କୌଣସି କାର୍ଯ୍ୟକ୍ରମ ହେଇପାରିବ ନାହିଁ। ଏଣୁ ଯଦି କୌଣସି ଦୁର୍ଘଟଣାକୁ ଏଡ଼େଇବା, ତେବେ ଆମକୁ କ'ଣ ଶିକ୍ଷା ଗ୍ରହଣ କରିବା ଉଚିତ। କ'ଣ ଶିକ୍ଷା? କେନ୍ଦ୍ରୀୟ ନିୟମ, ରାଜ୍ୟର ନିୟମ, ଆମେ କୋଉ ଭଳି ଭାବରେ ସଚେତନ ହେବା। ପିଲାମାନେ ଏବେ ଆମେ ଦେଖିବା ବଳବତ୍ତକରଣ 2 ନମ୍ବର ପଏଣ୍ଟ। ଏଡ଼େଇବାର 2 ନମ୍ବର ପଏଣ୍ଟ ହେଲା ବଳବତ୍ତକରଣ। କ'ଣ ବଳବତ୍ତକରଣ? ସଡ଼କ ଶୃଙ୍ଖଳା ଆଚରଣ ଏବଂ ଦୁର୍ଘଟଣା ହ୍ରାସ ନିମନ୍ତେ ବଳବତ୍ତକରଣ ଅତି ଉପଯୋଗୀ ମାଧ୍ୟମ। ଏହାର ସରକାରୀ ନିୟନ୍ତ୍ରଣ ବ୍ୟବସ୍ଥା ଅଟେ। ଏ ବଳବତ୍ତକରଣ କୌଣସି ବ୍ୟକ୍ତି କରିପାରିବେ ନାହିଁ। ଏହା କିଏ କରିବ? ଏହା ସରକାରୀ ସ୍ତରରେ ହେଇଥାଏ ଏବଂ ଏହା କ'ଣ ମୋଟରଯାନ ଆଇନରେ ପର୍ଯ୍ୟାପ୍ତ ମୋଟରଯାନ ସମ୍ପର୍କୀୟ ନିୟମାବଳୀ ରହିଛି। ଏହାର କୌଣସି ନିୟମର ବ୍ୟତିକ୍ରମ ଉଲ୍ଲଂଘନ ହେଲେ ସମ୍ପୃକ୍ତ ଗାଡ଼ି ମାଲିକ କିମ୍ବା ଗାଡ଼ି ଚାଳକ ବିରୋଧରେ କଠୋର ଆର୍ଥିକ କିମ୍ବା ଜେଲ୍ ଦଣ୍ଡ ହେବାର ବଳବତ୍ତକରଣ ଆଇନ କ୍ଷମତା ରହିଛି। ଏହା ସରକାରଙ୍କ ମୋଟରଯାନ ରାଜସ୍ୱ ବୃଦ୍ଧି ସହିତ ଦୁର୍ଘଟଣା ହ୍ରାସ ଏବଂ ପ୍ରଦୂଷଣ ମୁକ୍ତ ରାସ୍ତା ନିମନ୍ତେ ଉଦ୍ଦିଷ୍ଟ। ଏଣୁ ପିଲାମାନେ ଯଦି ଯୋଉ ନିୟମାବଳୀ ରହିଛି, ଯଦି ସେ ନିୟମାବଳୀକୁ ଯଦି କୌଣସି ବ୍ୟକ୍ତି ମାନେ ନାହିଁ, ତେବେ ତାହାକୁ କ'ଣ ଆର୍ଥିକ ଏବଂ ଜେଲ୍ ଦଣ୍ଡ ମଧ୍ୟ ରହିଛି। ଏହା ଦ୍ୱାରା ଗାଡ଼ି ଚାଳକ ଉପରେ ମାନସିକ ଚାପ ଏବଂ ଆର୍ଥିକ ଚାପ ଭୟ ସୃଷ୍ଟି ହୋଇ ଶୃଙ୍ଖଳିତ ଗାଡ଼ି ଚାଳନା ନିମନ୍ତେ ଉଚିତ ମାର୍ଗ ଦେଖାଇଥାଏ। ବଳବତ୍ତକରଣ ବିଶେଷ କରି ନିମ୍ନଲିଖିତ ମୋଟରଯାନ ସମ୍ପର୍କୀୟ ନିୟମ ଉଲ୍ଲଂଘନ ଉପରେ ଗୁରୁତ୍ୱ ହୋଇଥାଏ। ପିଲାମାନେ କ'ଣ ନିୟମ ରହିଛି ଦେଖ, ଏଠି ଗୋଟେ ପଏଣ୍ଟ ରହିଛି, ଡଟ୍ ଗୋଟେ ଦେଖ, ଏଟା ଗୋଟେ ନିୟମ। କ'ଣ 1 ନମ୍ବର ପଏଣ୍ଟ ହେଲା ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇନ୍ସୁରାନ୍ସ, ଫିଟନେସ୍, ପ୍ରଦୂଷଣ ନିୟନ୍ତ୍ରଣ, ଡ୍ରାଇଭିଂ ଲାଇସେନ୍ସ ଆଦି ନ ରଖିବା ଦ୍ୱାରା କ'ଣ ହେଇଥାଏ? ଫାଇନ ପଡ଼ିଥାଏ ଏବଂ ତାକୁ ଜେଲ୍ ଦଣ୍ଡ ବି ହେଇଥାଏ। 2 ନମ୍ବର ପଏଣ୍ଟ ହେଲା ଦ୍ରୁତ ଗତିରେ ଗାଡ଼ି ଚଲେଇବ, ତାକୁ ଫାଇନ ହେବ। 3 ନମ୍ବର ପଏଣ୍ଟ ହେଲା ମୋବାଇଲ ବ୍ୟବହାର କରିବା ଲୋକଙ୍କୁ ମଧ୍ୟ ଫାଇନ ହେବ ୟା ଜେଲ ଦଣ୍ଡ ହେବ। ଏବଂ 4 ନମ୍ବର ପଏଣ୍ଟ ହେଲା କ'ଣ? ଗାଡ଼ି ଚାଳନା ସମୟରେ ମଦ୍ୟପାନ କରିବା। 5 ନମ୍ବର ପଏଣ୍ଟ ହେଲା ସିଟ୍ ବେଲ୍ଟ ବ୍ୟବହାର ନ କରିବା। 6 ନମ୍ବର ପଏଣ୍ଟ ହେଲା ଅନୁମୋଦିତ ସୀମାଠାରୁ ଅଧିକ ଯାତ୍ରୀ କିମ୍ବା ମାଲ ବୋହିବା। 6 ନମ୍ବର ହେଲା ଓଭରଟେକିଂ। 7 ନମ୍ବର ହେଲା ଭୁଲ ଲେନ୍ରେ ଗାଡ଼ି ଚଲେଇବା।
8 नंबर है बेनियम पार्किंग। 9 नंबर है फुटपाथ ऊपर गाड़ी चलेबा। 10 नंबर है ट्रैफिक सिग्नल न मानिबा। 11 नंबर है हेलमेट न पिंधिबा। 12 नंबर है हेलोजेन लाइट व्यवहार करबा। एवं 13 नंबर पॉइंट है प्रेशर हॉर्न लगाइबा। तो ये सबू कारण जदि कौनसी लोक करे तेबे निश्चित रूप से सरकार ता उपरे दृढ़ कार्यानुष्ठान नेब एवं ताकू फाइन हो पारे किंबा जेल दंड हो पारे बा ता गाड़ी को सीज कर दिया जाई पारे। बहुत व्यवस्था रही। ପିଲାମାନେ ଆମର 3 ନମ୍ବର ପଏଣ୍ଟ ବର୍ତ୍ତମାନ ଆମେ ଦେଖିବା ଯେ ଆମର ସଡ଼କ ନିରାପତ୍ତା କେମିତି ହେବା ବା ସଡ଼କରୁ ଆମେ ଦୁର୍ଘଟଣାରୁ କେମିତି ମୁକ୍ତ ପାଇବା। ଇଞ୍ଜିନିୟରିଂ ଓ ଭିତ୍ତିଭୂମି। ଇଞ୍ଜିନିୟରିଂ ଓ ଭିତ୍ତିଭୂମି କ'ଣ? ଦୁର୍ଘଟଣା ହ୍ରାସରେ ଯାନବାହନ ଓ ରାସ୍ତା ଏବଂ ଆନୁଷାଙ୍ଗିକ ଭିତ୍ତିଭୂମି ପ୍ରମୁଖ ଭୂମିକା ରହିଛି। ଗାଡ଼ିର ଯାନ୍ତ୍ରିକ ସ୍ଥିତି ତଥା ବ୍ରେକ୍, ଷ୍ଟେରିଂ, ଟାୟାରର इलेक्ट्रिक व्यवस्था, सीट बेल्ट, टॉयलेट टैंकिंग, पार्श्व आईना, हॉर्न आदि निर्भुल भाव में कार्यक्षम करिबा। निर्भुल भाव में कौन करिबा? कार्यक्षम करिबा हेउ आवश्यक। गाड़ी चालक को नुआ अत्याधुनिक वैज्ञानिक ज्ञान कौशल रे परिचालित गाड़ी वैषयिक ज्ञान आहरण करने आवश्यक। एसहित वैज्ञानिक और इंजीनियरिंग प्रणाली रे सड़कर भित्तिभूमि तथा ज्यामितिक संकेत जंक्शन ज्यामितिक जंक्शन उन्नति, दुर्घटना प्रवण व्यवस्था चिन्हट एवं खराब रास्ता रक्षणावेक्षण संप्रसारण अनुमोदित हम्प स्थापन उपयुक्त चलापथ साइकिल ट्रैक ट्रैफिक सिग्नल बोर्ड सतर्कता सूचना मार्केटिंग रास्ता ऊपर बेनियम जबरदखल उच्छेद इत्यादि सुदृढ़ हेबार आवश्यकता रही। बर्तमान आम देखा पिलामाने जे दुर्घटना ह्रास और जीवन रक्षार सचेतनता और बलवत्तकरण समतुल्य भूमिका रही। संशोधित मोटरयान आईन सक्रिय प्रणयन सहित राज्य सरकार बलवत्तकरण एवं भित्तिभूमिर आधुनिकरण को संप्रसारित एवं दृढ़ीभूत कर चली। गाड़ी रजिस्ट्रेशन और लाइसेंस आदिर ऑनलाइन व्यवस्था, सीसीटीवी स्थापन, ड्रोन व्यवहार, मोबाइल ऐप व्यवहार, दुर्घटना हेल्पलाइन, एम्बुलेंस, क्रेन, राजपथरे इंटरसेप्टर द्रुत गति एवं निशाशक्त चालना नियंत्रण निमंते उद्दिष्ट। जदि कौनसी व्यक्ति निशा बा मद पीकी गाड़ी चलेब बा द्रुत गति हेले से इंटरसेप्टर धरीदेव। मेडिकल ट्रोमा केयर व्यवस्था, राजपथ संलग्न मद दुकानर उच्छेद, सीमा बहिर्भुक्त यात्री एवं माल परिवहन नियंत्रण, प्राथमिकता चिकित्सा को गुरुत्व, विविध सड़क निरापत्ता व्यवस्था सड़क दुर्घटना ह्रास क्षेत्र में सहायता होती। पिलामाने एटा जानिछ जे आमे सड़क दुर्घटना को केमिति भाबरे एड़ै पारिबा। एबे वर्तमान आमे देखिबा जे तुम मानंको पई पिलामाने तुम भली छोट छोट कुनी छुआ मानंको पई विद्यालय छात्र छात्री को निमंते सड़क निरापत्ता मार्गदर्शन जे तमे माने केमिति सड़क दुर्घटना न हेबो एवं केमिति सचेतन रहबो सेते पई ए किछि पॉइंट रहिछि। देखो कुनी पिलाटीए जेतेबेले विद्यालय जीवाकू आरंभ करे से प्रतिदिन रास्ता व्यवहारकारी होई थाए। समस्त रास्ता व्यवहारकारी माने कौन होता है? समस्त रास्ता व्यवहारकारी माने मोटरयान आईन, ट्रैफिक नियम, ट्रैफिक श्रृंखला एवं व्यवहार परिसर भुक्त होता है। तो एठी रास्ता ऊपर सुरक्षित और श्रृंखलित यातायात निमंते विद्यालय छात्री छात्री निमंते छात्र छात्री निमंते गुरुत्वपूर्ण सूचना प्रदत्त करा जायछि। देख पिला माने एठी टिके ध्यान दियो। 1 नंबर पॉइंट कौन है? 18 वर्ष रु कम पिला निमंते ड्राइविंग लाइसेंस उपलब्ध होई नाही। 2 नंबर है रास्ता पार हेबा पूर्व प्रथमे बाम को तापर डाहाण को पुनर्बार बाम को चाहिए आवश्यक। 3 नंबर पॉइंट है हाथ धरा धरी होई साइकिल चलाइबा
उचित नुहे साइकेल ट्रैक रे चलाइबा आवश्यक 4 नंबर पॉइंट हैला ट्रैफिक निमंते नियम उपरे अज्ञता रास्ता उपरे अन्य मनस्कता ଓ ଅନିୟମିତତା ବେଖାତିର ଭାବରେ ପିଲାଙ୍କୁ ଦୁର୍ଘଟଣା ପ୍ରବଣ କରିଥାଏ। ଆଉ 5 ନମ୍ବର ପଏଣ୍ଟ ହେଲା ନିୟମିତ ଦ୍ରୁତ ଗତି ଓ ସାହସିକ ଭିଡିଓ ଗେମ୍ ଦେଖିବା ଆଦି ପିଲାମାନଙ୍କୁ ଚଳଚଞ୍ଚଳ ଓ ଅସ୍ଥିର କରିଥାଏ। ଏଣୁ ଏସବୁ କରିବା ଉଚିତ ନୁହେଁ। 6 ନମ୍ବର ପଏଣ୍ଟ କ'ଣ? ଦୁଇ ଚକିଆ ଯାନ ଚାଳକ ବ୍ୟତୀତ କେବଳ ଜଣେ ବସିବା ଉଚିତ ଏବଂ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। 7 ନମ୍ବର ପଏଣ୍ଟ କ'ଣ ପିଲାମାନେ? ଅନ୍ୟାନ୍ୟ ଯାନ ଅଟୋ କାର ବସ୍ ଆଦିରେ ସୀମା ଧାର୍ଯ୍ୟରୁ ଅଧିକ ପିଲା ଯିବା ନିଷିଦ୍ଧ। 8 ନମ୍ବର ପଏଣ୍ଟ କ'ଣ? ସ୍କୁଲ ପ୍ରାଙ୍ଗଣରେ ଟ୍ରାଫିକ ପାର୍କ ଟ୍ରାଫିକ ସାଇନର ଚିତ୍ର ବହି ତର୍କ ବିତର୍କ ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା ନିୟମିତ ଭାବରେ ପାଳନ ହେବା ଆବଶ୍ୟକ। ରାଇଟ୍। ଆଉ ପୁଣି ପରବର୍ତ୍ତୀ ଜିନିଷ ହେଲା କ'ଣ? 9 ନମ୍ବର ପଏଣ୍ଟ ଯେ ରାଜପଥ ସଂଲଗ୍ନ ସ୍କୁଲ ମାନଙ୍କ ନିମନ୍ତେ ସବୱେ ଅଣ୍ଡରପାସ୍ ଆଦି ସଡ଼କ ଭିତ୍ତିଭୂମି ପ୍ରତିଷ୍ଠା ହେବା ଆବଶ୍ୟକ। ଏଣୁ ଏ ଯଦି 1 ରୁ 9ଟା ପଏଣ୍ଟ ପିଲାମାନେ ଧ୍ୟାନ ଦେବ ଯାହା ଫଳରେ କି ଆମର ସଡ଼କ ନିରାପତ୍ତା ରହିପାରିବା ସଡ଼କରେ ଦୁର୍ଘଟଣା ହେବ ନାହିଁ। ଏହା ହେଲା ତୁମମାନଙ୍କ ପାଇଁ ମାର୍ଗଦର୍ଶନ। ଏବେ ଆମେ ପିଲାମାନେ ଦେଖିବା ମୋଟରଯାନ ସଂଶୋଧିତ 1/2025 ଭାରତ ସରକାରଙ୍କ ଦ୍ୱାରା ଯେଉଁ ବ୍ୟବସ୍ଥା କରାଯାଇଛି ଯୋଉଟା କି ମୋଟରଯାନ ଆକ୍ଟ ସଂଶୋଧିତ ଆକ୍ଟ କ'ଣ 2019 ତାରେ କ'ଣ କୁହାଯାଇଛି ସେ ବିଷୟରେ ଦେଖିବା। ସଡ଼କ ପରିବହନ ବ୍ୟବସ୍ଥା ସଡ଼କ ନିରାପତ୍ତା କ୍ରିୟାରେ ଉନ୍ନତି ସଡ଼କ ଦୁର୍ଘଟଣା ହ୍ରାସ ନିୟମିତ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ପ୍ରଦାନ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ମୋଟରଯାନ ଆକ୍ଟ 2025 ସହିତ ସଂଶୋଧିତ ହୋଇଛି। ଉକ୍ତ ସଂଶୋଧନରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। କ୍ଷତିପୂରଣ ଦେବା ସହିତ ଯିଏ ଦୁର୍ଘଟଣାଗ୍ରସ୍ତ ହେଇଛି ତାକୁ କ୍ଷତିପୂରଣ ହେବା ସହିତ ଜୋରିମାନାର ବ୍ୟବସ୍ଥା ରହିଛି। ଓଡ଼ିଶା ରାଜ୍ୟ ସରକାରଙ୍କର ସୋଲାସିୟମ ଫଣ୍ଡ ସ୍କିମ୍ ତରଫରୁ ହିଟ୍ ଆଣ୍ଡ ରନ୍ ମୋଟରଯାନ ଦୁର୍ଘଟଣା ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିକୁ 50,000 ଟଙ୍କା ସହାୟତା ଦେବାର ବ୍ୟବସ୍ଥା ରହିଛି। ଯଦି କ'ଣ ଓଡ଼ିଶା ରାଜ୍ୟ ସରକାରଙ୍କର ସୋଲାସିୟମ ଫଣ୍ଡ ସ୍କିମ୍ ଗୋଟେ ରହିଛି ପିଲାମାନେ ଯଦି କୌଣସି ବ୍ୟକ୍ତି ତମକୁ ହିଟ୍ କରିଦେବ ଏବଂ ପଳେଇଯିବ ତେବେ ଯଦି ଗୋଟେ ବ୍ୟକ୍ତି ମରିଯାଏ ତେବେ କେତେ ଟଙ୍କା ମିଳିବ? 2 ଲକ୍ଷ ଟଙ୍କା। ଯଦି କ୍ଷତି ହେଇଥିବ 50,000 ଟଙ୍କା ଗୁରୁତର କ୍ଷତି ହେଲେ 50,000 ଟଙ୍କା ମିଳିବ। ସାଧାରଣ ଟ୍ରାଫିକ ନିୟମ ଉଲ୍ଲଂଘନ ଏବଂ ବିନା ଲାଇସେନ୍ସ ରେଜିଷ୍ଟ୍ରେସନ ଗାଡ଼ିର ବୀମା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଦ୍ରୁତ ଗତି ବିପଜ୍ଜନକ ଚାଳନା ବିନା ପରମିଟ୍ ଏବଂ ଫିଟନେସ୍ ପ୍ରମାଣପତ୍ର ବିନା ସିଟ୍ ବେଲ୍ଟ ବିନା ହେଲମେଟ ଅଯୋଗ୍ୟ ବିବେଚିତ ଚାଳକ ନିଶାସକ୍ତ ଗାଡ଼ି ଚାଳନା ସୀମା ବହିର୍ଭୁକ୍ତ ମାଲ ଓ ଯାତ୍ରୀ ପରିବହନ ଚାଳନା ସମୟରେ ମୋବାଇଲ ବ୍ୟବହାର କରୁଥିବା ଗାଡ଼ି ଚାଳକମାନଙ୍କୁ କଠୋର ଭାବରେ 10 ଗୁଣ ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ବୃଦ୍ଧି କରାଯାଇଛି। ଏପରି ନିଶାସକ୍ତ ବେପରୁଆ ଗାଡ଼ି ଚାଳକକୁ ଆର୍ଥିକ ଦଣ୍ଡ ସହ ଜେଲ୍ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଉଲ୍ଲେଖନୀୟ ଭାବରେ ଉକ୍ତ ସଂଶୋଧିତ ଆଇନ ରାଜ୍ୟ ସରକାରଙ୍କୁ ଫୁଟପାଥ ଏବଂ ସାଇକେଲ ଟ୍ରାକ୍ ଆଦି ବ୍ୟବସ୍ଥା ମାଧ୍ୟମରେ ପଦଯାତ୍ରୀ ଓ ସାଇକେଲ ଯାତ୍ରୀ ଅନ୍ୟାନ୍ୟ ଅଣଯାନ୍ତ୍ରିକ ଯାନ ଗୁଡ଼ିକୁ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନିମନ୍ତେ କ୍ଷମତା ପ୍ରଦାନ କରିଛି। ପିଲାମାନେ କ'ଣ ହେଇଛି ଯଦି ଏପରି ଛୋଟ ପିଲାମାନେ 2 ଚକିଆ ଯାନରେ ଗଲା ବେଳେ ହେଲମେଟ ପରିଧାନ କରିବା ବାଧ୍ୟତାମୂଳକ କରିବା ସହ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ହେଲମେଟ କିମ୍ବା ସୁରକ୍ଷା ଦେବା ଅଭିଭାବକ ଏବଂ ଗାଡ଼ି ଚାଳକଙ୍କର ବାଧ୍ୟତାମୂଳକ ଦାୟିତ୍ୱ ଭାବରେ ଉଲ୍ଲେଖ
ରହିଛି। ଯଦି ଛୋଟ ଛୋଟ ପିଲାମାନଙ୍କୁ ଯଦି ଆମେ ଗାଡ଼ି ଚଲେଇବା ଗାଡ଼ିରେ ବସେଇବା ସେମାନଙ୍କ ପ୍ରତି ମଧ୍ୟ କ'ଣ କରିବା ଉଚିତ? ହେଲମେଟ୍ ପିନ୍ଧେଇବା ଉଚିତ। ତାପରେ ଦେଖ ଏବେ ବର୍ତ୍ତମାନ ଆମେ କ'ଣ କଲୁ କେନ୍ଦ୍ର ସରକାର କ'ଣ କରିଛି ଦେଖିଲୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ଗୁଡ୍ସ ସମରିଟାନ୍ ନୀତି 2018 ଦେଖିବା। ଓଡ଼ିଶା ଗୁଡ୍ ସମରିଟାନ୍ ନୀତି 2018 ଦୁର୍ଘଟଣାଗ୍ରସ୍ତ ଆହତକୁ ତୁରନ୍ତ ମେଡିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ଓଡ଼ିଶା ସରକାର ଦ୍ୱାରା ପ୍ରଚଳିତ ଗୁଡ୍ ସମରିଟାନ୍ ନୀତି ମୁଖ୍ୟ ଅଭିମୁଖ୍ୟ ରହିଛି। ଏଣୁ ସୁପ୍ରିମକୋର୍ଟ 2014 ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛି। ପୋଲିସ, ପରିବହନ, ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗରେ ସମନ୍ୱୟ ସହଯୋଗର ଉକ୍ତ ନୀତି କାର୍ଯ୍ୟକାରୀ ହେଉଛି। ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଏହି କାର୍ଯ୍ୟକାରୀ ହେଉଛି। ଏହି ନୀତି ଦ୍ୱାରା ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବା ମନୋଭାବ ନେଇ ଦୁର୍ଘଟଣାଗ୍ରସ୍ତ ଆହତକୁ ଦୁର୍ଘଟଣାସ୍ଥଳରୁ ହସ୍ପିଟାଲ ଯେକୌଣସି ଗାଡ଼ିରେ ନେଇପାରିବେ। ପିଲାମାନେ ଏଥି ନିମନ୍ତେ ସେ ପୋଲିସ କିମ୍ବା ଡାକ୍ତରଙ୍କୁ ନିଜର ପରିଚୟ ଦେବାର ବାଧ୍ୟତାମୂଳକ ନୁହେଁ। ସେ ପୋଲିସ ଅଭିଯୋଗ ଫର୍ଦ୍ଦ ପ୍ରଶ୍ନ ଅଟକ ହେବାର ପରିସରଭୁକ୍ତ ହେବେ ନାହିଁ। ପରନ୍ତୁ ସରକାରଙ୍କ ଦ୍ୱାରା ପୁରସ୍କୃତ ପ୍ରାପ୍ତ ନିମନ୍ତେ ନିଜର ପରିଚୟ ପତ୍ର ଉପଯୁକ୍ତ ଫର୍ମରେ ଆବେଦନ କରିପାରିବେ। ଗୁଡ୍ ସମରିଟାନ୍ ପଲିସି ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଯେକୌଣସି ସରକାରୀ କିମ୍ବା ବେସରକାରୀ ଡାକ୍ତରଖାନାରେ ପହଞ୍ଚାଇ 2000 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ପିଲାମାନେ ଯଦି କୌଣସି ବ୍ୟକ୍ତି ରାସ୍ତା କଡ଼ରେ ଦୁର୍ଘଟଣା ହେଇଥାଏ ଯଦି ସେଇ ଦୁର୍ଘଟଣା ବ୍ୟକ୍ତିକୁ ଆମେ ହସ୍ପିଟାଲ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲକୁ ନେବା ତେବେ ତାଙ୍କର ଯାନବାହନ ଓ ତାଙ୍କର ଜୀବନ ରଖିବା ପାଇଁ ସରକାରଙ୍କ ଦ୍ୱାରା 2000 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ। ତା ସହିତ କୌଣସି ପରିଚୟ ଦେବାକୁ ପଡ଼େ ନାହିଁ। ଯଦି ପରିଚୟ ଦିଆଯାଏ ତେବେ ସରକାର ପୁରସ୍କୃତ କରିବା ପାଇଁ ସହଜ ହେଇଥାଏ। ଆହତକୁ 1 ଘଣ୍ଟା ମଧ୍ୟରେ ଉପଯୁକ୍ତ ଚିକିତ୍ସା କଲେ ଦୁର୍ଘଟଣାର ଗୋଲ୍ଡେନ୍ ଆୱାର କହନ୍ତି। ଯଦି 1 ଘଣ୍ଟା ଭିତରେ କଲେ ତାହାକୁ ଗୋଲ୍ଡେନ୍ ଆୱାର କହନ୍ତି। ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ପ୍ରାୟ 60% ହ୍ରାସ ପାଇପାରିବ। ପିଲାମାନେ ଏହା ଜାଣିଛ 60% ରହିପାରିବ। ବର୍ତ୍ତମାନ ଆମେ ଦେଖିବା ଲାଷ୍ଟ ପଏଣ୍ଟ କ'ଣ? ଇନ୍ଧନ ସଂରକ୍ଷଣ। ଇନ୍ଧନ ସଂରକ୍ଷଣ କ'ଣ? ଇନ୍ଧନ ସଂରକ୍ଷଣ ବିଷୟରେ ଆମେ ବର୍ତ୍ତମାନ ଦେଖିବା। ପିଲାମାନେ ଦେଖନ୍ତୁ ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଡିଜେଲ ଭଳି ଇନ୍ଧନ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ଦ୍ଧିଷ୍ଣୁ ଯାନବାହନ ସଂଖ୍ୟା ସହ ପେଟ୍ରୋଲ ଡିଜେଲ ଭଳି ଇନ୍ଧନ ବହୁଳ ଅପବ୍ୟବହାର ବୃଦ୍ଧି ପାଇଛି। ଇନ୍ଧନ ସଂରକ୍ଷଣ ଅପବ୍ୟବହାର ଏବଂ ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିଥାଏ। ଏଥିସହିତ ଏହା ଗାଡ଼ିର ଯାନ୍ତ୍ରିକ ତ୍ରୁଟି ସୁଧାରିବ। ଉତ୍କୃଷ୍ଟ ରକ୍ଷଣାବେକ୍ଷଣ ସଡ଼କ ସୁରକ୍ଷାର ମାନ ବୃଦ୍ଧି ଯାନବାହନ ଜନିତ ବିଷାକ୍ତ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ଏହାର ହାନିକାରକ ପ୍ରଭାବକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥାଏ। ଗାଡ଼ିର ଇନ୍ଧନ ବ୍ୟବହାର ସାଧାରଣତଃ ଗାଡ଼ିର କ'ଣ ହେଇଥାଏ? ଗାଡ଼ିର ଆକାର ପ୍ରକାରଭେଦ ରାସ୍ତାର ଅବସ୍ଥା ଟ୍ରାଫିକର ଘନତ୍ୱ ଓ ଗତିଶୀଳତା ଚାଳକଙ୍କର ଗାଡ଼ି ଚାଳନାରେ ଦକ୍ଷତା ଓ ଅଭ୍ୟାସ ଓ ଗାଡ଼ିର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଉପରେ ନିର୍ଭର କରିଥାଏ। ଏଥିମଧ୍ୟରେ ଗାଡ଼ି ଚାଳନାର ଅଭ୍ୟାସ ଓ ମନୋଭାବର ସର୍ବାଧିକ ଗୁରୁତ୍ୱ ରହିଛି। ସ୍ଥିର ଗାଡ଼ିର ଇଞ୍ଜିନକୁ ଅଧିକ ସମୟ ଚାଲୁ ଅବସ୍ଥାରେ ନ ରଖିବା ଏବଂ ତେଲ ଟାଙ୍କି ସଫା କରିବା ଟାୟାରକୁ ସର୍ବଦା ଅନୁମୋଦିତ ପ୍ରେସର ରଖିବା ଗାଡ଼ିର ଶୀତଳତା ନିୟନ୍ତ୍ରଣ ଯନ୍ତ୍ର ସୀମିତ ବ୍ୟବହାର ଏବଂ ଅନୁମୋଦିତ ବେଗରେ ଗାଡ଼ି ଚଲାଇବା ଇନ୍ଧନ ସମ୍ବନ୍ଧୀୟ ଯନ୍ତ୍ରପାତିର ନିୟମିତ ଯାଞ୍ଚ କରିବା ଆଦି ଇନ୍ଧନ ସଂରକ୍ଷଣ ସାହାଯ୍ୟ ହେଇଥାଏ ବା କରିଥାଏ। ପିଲାମାନେ ଏଇ ସବୁ ଜିନିଷ ଯଦି ଆମେ କରିବା କୋଉଠି ଏଇ ଯୋଉ ଟାୟାରକୁ ଦେଖିବା ତେଲ ଟାଙ୍କି ସଫା କରିବା ଇଞ୍ଜିନକୁ ସବୁବେଳେ ଟିକେ ଦେଖିବା ଅନୁମୋଦିତ ଗାଡ଼ି ଠିକ ବେଗରେ ଗାଡ଼ି ଚଲେଇବା ଏସବୁ
ଗୁଡାକ ବ୍ୟବସ୍ଥା ରହିଛି। ରାଜ୍ୟର ସମସ୍ତ ଗାଡିର ସଂଖ୍ୟାର 2/3 ଅଧିକ ସ୍କୁଟର, ମୋଟର ସାଇକେଲ ଭଳି ବ୍ୟକ୍ତିଗତ ଗାଡି ପ୍ରକାର ଭେଦ ଅନ୍ତର୍ଭୁକ୍ତ। ଏ ସମସ୍ତ ଗାଡିର ସୀମିତ ବ୍ୟବହାର କରି ଜନସାଧାରଣ ସାର୍ବଜନୀନ ଗାଡି ତଥା ବସ୍, ଟ୍ୟାକ୍ସି, ଅଟୋ ଆଦି ଦୈନନ୍ଦିନ ବ୍ୟବହାର କରିବା ଆବଶ୍ୟକ। ଏହା ସହିତ ଇଲେକ୍ଟ୍ରିକ ଯାନ, ସବୁଜ ଯାନ ଓ ସାଇକେଲ ଆଦି କୁ ପ୍ରୋତ୍ସାହନ ଦିଆଯାଇଥାଏ। ଏହା ଇନ୍ଧନ ସଂରକ୍ଷଣର ଉତ୍କୃଷ୍ଟ ମାର୍ଗ ହେଇଥାଏ। ପିଲାମାନେ, ତମେ ଏବେ ଦେଖିଲ ଯେ ବର୍ତ୍ତମାନ ଏଠି କିଛି ସିଗ୍ନାଲ ରହିଛି, ମାଣ୍ଡାଟୋରୀ ସିଗ୍ନାଲ। ଷ୍ଟପ୍ ମାନେ ଷ୍ଟପ୍, ଗିଭ୍ ୱେ ମାନେ ରାସ୍ତା ଛାଡ଼ିବ। ଓକେ, ଏଠି ଏ ଚିହ୍ନ ଯଦି ଥାଏ ବୋଲେ ଷ୍ଟ୍ରିଟ୍ ପ୍ରୋହିବିଟେଡ୍, ପ୍ରୋହିବିଟର୍ସ नो एंट्री। ए चिन्ह हेले डिस्टेंस ऑफ प्रोहिबिटेड, पेडेस्ट्रियन प्रोहिबिटेड, हॉर्न प्रोहिबिटेड, नो पार्किंग एंड नो स्टॉपिंग और स्टैंडिंग। एटा हला लिमिट, स्पीड लिमिट 50। आउ एटा हला तमर राइट हैंड कर्व, इआडे बुली पड़िछि। एटा हला लेफ्ट हैंड कर्व, बुली पड़िछि। एटा हला तमर पिला माने यू टर्न, राइट हेयर पिन। एटा हला तमर लेफ्ट हेयर पिन। एमिति रही थाए। एटा हला आगो को नेरो अछि, रास्ताटी कोन अछि, नेरो अछि। एटे नेरो ब्रिज अछि, चिन्ह थिले नेरो ब्रिज। एटा पेडेस्ट्रियन क्रॉस, एठी चालिबा पथ। ए चिन्ह जदि थिबो बोले आगो को रास्ता अछि। ए जो चिन्ह जदि थाए तेबे राउंड अबाउट माने एठी गोलाकार रहिछि। ए चिन्ह थिले डेंजरस, ओके, डेंजरियस डीप, खाल गात अछि। एटा जदि थिबो बोले होम अछि बा रफ रास्ता अछि। ए चिन्ह थिले हेला बेरियर अछि। एमिति परिमाण रे शिखि पारिबो। एठी हेला कॉशनरी साइन। कॉशनरी माने सतर्कता हेबार साइन गुडाक रहिछि। एटा कोन, राइट हैंड कर्व, चलो राइट को बोलो, लेफ्ट को बोलो, ओके, पछपटे यू टर्न बोलो या लेफ्ट टर्न बोलो, लेफ्ट हेयर पिन को बोलो। एठी अंका बंका रास्ता अछि, एला लेफ्ट रिजर्व बेंड, डीप असेंडिंग। ओके, डीप असेंडिंग माने एटे गोटे हाई माने ऊपर को चढ़ीबार अछि। एठी कोन अछि, स्टेप डिसेंडिंग, तळकू खसिबार अछि। एठी नेरो रोड आगो को अछि। एटा हला वाइडरनेस एहेड, आगो को ओसारिया अछि। एटा हला नेरो ब्रिज अछि। पिला माने देखि पारुथिबो ए साइन गुडाक। एटा हला नेरो ब्रिज, एटा हला स्लिपेरी रोड, एटा रास्ता स्लिपे हेबिबो। एटा लूज ग्रेव अछि, साइकिल चलाइबा रास्ता। एटा हला लोक चला पथ रास्ता। एटा हला स्कूल एरिया। एटा हला लोक काम चालिछि। एटी हला गाई बଳद रहे। एटा हला तमर कोन, रास्ता माने फॉलिंग रॉक, रास्ता भुसुड़ी ଯିବାର संभावना ଅଛି। एटी डंगार व्यवस्था अछि। एमिति किछि चित्र गुडाक पिला माने देखिबो। एटी तापर पुणी तमर किछि किछि आउ गोटे साइन रहिछि, जोटे इन्फॉर्मेटरी साइन बोली कहबा। एटी हला टेलीफोन बूथ अछि, पेट्रोल टांकी अछि, हॉस्पिटल अछि, फास्ट एड दिया जिवो। एटी इटिंग प्लेस, खाइबा खाद्य अछि। एटी कोन, लाइट रिफ्रेशमेंट चा जलखिया अछि। एटी रेस्ट नेबा जगह अछि। एटा रास्ता अखड़ा बखड़ा अछि एवं एठी रफ रास्ता दुई साइड रहिछि। एटा थेबा बोले गोटे साइड पार्किंग करिबा व्यवस्था अछि। एटी पार्किंग स्कूटर एवं मोटरसाइकेल व्यवस्था अछि। एटा हला पार्किंग लॉट साइकेल अछि। एमिति किछि कॉशनरी अछि। पिला माने आशा करूछि तुमे माने एई भिडियोटा को भल भाबरे बुझी पारिथिबो। जदि निश्चित जदि ए भिडियोटा को बुझिथिबो एवं भल लागिथिबो, तेबे निश्चित भिडियोटा को लाइक, कमेंट, शेयर करंतु एवं भल भाबरे पुणी थरे न बुझी पारले पुणी थरे भिडियो को देखंतु, जहा फल निश्चित रूप से बुझी पारिबो। धन्यवाद ए भिडियो देखिथिबारु।